এইটি আমার দশমী দিন মাস্ট এটা হেউথিব আমার এই যে সিঁদুর খেলাটা। ষষ্ঠীর মার বোধনঠু আরম্ভ করিকি একদম দশমী আমার এটা আমার যে দৌছি আমি লাস্টরে মা को আমার অপরাজিতা পূজা হুয়ে অপরাজিতা পূজা ହେଇକି মা को আমি দৌছু চূড়া কদলী খুয়াইকি মা কে আমি বিদায় দৌছু। ସହରରେ ଯେତେ ପୂଜା ମଣ୍ଡପ ସେତେ ଭିନ୍ନ ଭିନ୍ନ ପୂଜା ଓ ଭିନ୍ନ ଭିନ୍ନ ପରମ୍ପରା। ତା ମଧ୍ୟରୁ ପୂଜା ମଣ୍ଡପରେ ମାଙ୍କ ସାମ୍ନାରେ ସିନ୍ଦୁର ଖେଳ ଏକ ପୁରୁଣା ପରମ୍ପରା। କ'ଣ ରହିଛି ଏ ପରମ୍ପରା ଆସନ୍ତୁ ଜାଣିବା, ଅଧିକ ଏ ବିଷୟରେ ସବିଶେଷ ଆଲୋଚନା କରିବା। ମ୍ୟାଡାମ, ସିନ୍ଦୁର ଖେଳ ଆଜି ବିଜୟା ଦଶମୀ, ଗୋଟେ ସିନ୍ଦୁର ଖେଳ ଚାଲିଛି, ଏ ପରମ୍ପରା କେବେଠୁ ଆରମ୍ଭ ହେଇଥିଲା? এই পরম্পরা বহুত দিন পূর্বরু এটা আপনার এই যে আমার আজ পূজা আজি 85 বর্ষ 85 ইয়ার্স হয়ে গলানি সেটা মেন এইটা হচ্ছে মেন পূজা সুভাষ চন্দ্র বোস যেটা করଥିଲେ তাঙ্ক ঘরে ফার্স্ট କରିଥିଲେ ତାଙ୍କର 10-12 জন ସାଙ୍ଗକୁ ନେଇକି। তারপরে আমার সেই যে স্থানটা আমার রাজ্য সরকার নেই নেলে তারপরঠু এইটা সেইটা এইঠিকি পলাই আসছি। তারপরঠু আমি এইটি পূজা করুছু। এইটি আমার দশমী দিন মাস্ট এটা হেউথিব আমার এই যে সিঁদুর খেলাটা। এটা আমার বহুত পরম্পরা পূর্বরু হয়ে আসে। କେମିତି କ'ଣ ମାଙ୍କୁ ଆସିକି ପୂଜା କରନ୍ତି, କେମିତି ପୂଜା ବିଧି ସବୁ ରହିଥାଏ? সমস্ত মানে বঙ্গালীরে মানে যাহা নিয়ম সবু এটি পালন হুয়ে ষষ্ঠীর মার বোধনঠু আরম্ভ করিকি একদম দশমীরে আমার এটা আমার যে দৌছি আমি লাস্টরে মা को আমার অপরাজিতা পূজা হুয়ে অপরাজিতা পূজা ହେଇକି মা को আমি দৌছু চূড়া কদলী খুয়াইকি মা কে আমি বিদায় দৌছু। ଆଉ সন্ধ্যাবেলে আমার এই যে মা को বরণ করিকি তারপরে আমার সিন্দুর খেলা হুয়ে। এইটা আমার বিজয়া দশমী কুহতি। ମ୍ୟାଡାମ, ଗୋଟେ ଥାଳିରେ ଆପଣ ବିଭିନ୍ନ ଭୋଗ ନେଇକି ଆସନ୍ତି, ସେ ଥାଳିରେ ସବୁ କ'ଣ ସବୁ ଥାଏ? କେବଳ ସିନ୍ଦୁର ଥାଏ, ଶଙ୍ଖା ଥାଏ, ନା ଆଉ କ'ଣ? ସିନ୍ଦୁର ପାନପତ୍ର ସିନ୍ଦୁର ଦୀପ ଦେଇକି ମା ମିଠା ମାଙ୍କୁ ନେଇକି ବରଣ କେବଳ ପାନପତ୍ର, ସିନ୍ଦୁର, ମିଠା, ନା ଆଉ କ'ଣ? ମିଠା ଦିଆ ବି ଗୋଟେ ଲାଗେ। ଆଉ ଆପଣଙ୍କର ପାନ ଗୋଟେ ମା କୁ ଦିଆ ହୁଏ ଲାଷ୍ଟରେ ହାତରେ ଆମେ ଦେଇଦଉ। ହାତରେ ପାନ ଗୋଟେ দিয়ে দেয়া। ଯାହା ଆପଣ ଶୁଣୁଥିଲେ, ଯୋଉ ଥାଳିଟେ ରହିଛି ତା ଦେହରେ ପାନପତ୍ର, ସିନ୍ଦୁର, ମିଠା, ଗୁଆ ସବୁ ଭରିପରିକି ରହିଥାଏ। ଆମେ ଅଧିକ ଆହୁରି ଜାଣିବା। ଆପଣ କେତେ ବର୍ଷ ହେଲା ସିନ୍ଦୁର ଖେଳ ମାନେ ଏଠି ଦେଖି ଆସୁଛନ୍ତି? ମୁଁ ଏଇ ସମିତିରେ ଆରାଉଣ୍ଡ 5 ବର୍ଷ ହେଲାଣି ରହିଲିଣି। ଆଉ ଏଭ୍ରି ଇୟର ସବୁ ବର୍ଷ ଆମେ ଆମ କଲଚର, ଆମ ରିଲିଜିଅନ, ଆମ ଧର୍ମ, ମୁଁ ଗୋଟେ ବ୍ରାହ୍ମଣ ବୋହୂ କଟକରେ ଅଛି, ଅଭି ଗୋଟେ ବଙ୍ଗାଳୀ ସମାଜରେ ଆସିକି ଆମେ ଏଇଠି ଗରବା ଖେଳିଛୁ, ଧୁନୁଚି ନାଚ ଖେଳିଛୁ, ଏଇଠି ମାଙ୍କୁ ସିନ୍ଦୁର ଲଗେଇଛୁ, ସବୁ କରିଛୁ। ମୁଁ ଏଇଠି ଆରାଉଣ୍ଡ 5+ ଇୟର୍ସ ହେଲା ଜଡ଼ିତ ହେଇକି ଅଛି। ଆଜି ଯୋଉ ସିନ୍ଦୁର ଖେଳ କେତେ ଖୁସି ଲାଗେ ଆଉ କେତେ ଦୁଃଖ ଲାଗେ, କାହିଁକି ନା ଆଜି ମା ବିଦାୟ ନେଇଯାଆନ୍ତି। କେତେ ଖୁସି ଲାଗେ ସବୁ ଯେତେବେଳେ ଆପଣଙ୍କ ପ୍ରିୟ ପରିଜନ ସବୁ ସାଙ୍ଗରେ ଥାନ୍ତି? ଦୁଃଖ ତ ବହୁତ ଲାଗେ, କାରଣ ମା ଆସିବା ପୂର୍ବରୁ ଆଗମନୀ ଆଗରୁ ଆମେ ମାସେ ହେଲା ପ୍ରିପେୟାର କରୁଛୁ କି ମା ଆସିବେ ମା ଆସିବେ ମା ଆସିବେ। ଆଉ ଏଇ 4 ଦିନ କେମିତି ସରିଗଲା ଆମେ ବି ଜାଣିପାରିଲୁନି। ଆଉ ଆଜି ମା ଯାଉଛନ୍ତି, ବହୁତ ଖୁସି ଅଛି କି ମା ଆସିକି ଆମକୁ ବ୍ଲେସିଂସ୍ ଦେଇକି ଆଶୀର୍ବାଦ ଦେଇକି ଯାଉଛନ୍ତି। ବଟ୍ ଦୁଃଖ ବହୁତ ଅଛି କି ନା ଆମେ ତାଙ୍କୁ ଦେଖା କରିପାରିବା, ନା ଆମ ପରସ୍ପରକୁ ଦେଖା କରିପାରିବା, ନା ଆମେ ଖୁସି ବାସ କରିପାରିବା। ମାଙ୍କୁ ସିନ୍ଦୁର ଲଗେଇଲେ, ପାନ ବରଣୀ କଲେ? ନିହାତି ମାଙ୍କୁ ସିନ୍ଦୁର ଲଗା ହେଲା, ଦୀପ ବରଣୀ, ପାନ ବରଣୀ ତାଙ୍କୁ ଖୁଆ ହେଲା। ମା ଯାଉଛନ୍ତି, ଗୋଟେ ଝିଅ ଯେତେବେଳେ ତା ଘରୁ ବାପ ଘରୁ ବାହାରିକି ଯାଏ ଖିଆପିଆ କରିକି ଯାଏ କି ନାହିଁ, ତ ମାଙ୍କୁ ବି ଆମେ ବହୁତ ଭଲ ସେ ଖୁଏଇ ପିଏଇ ମିଠା ଖୁଏଇକି ପଠଉଛୁ କି ନେକ୍ସଟ ବର୍ଷ ପୁଣି ଆଉଥରେ ସେ ଆସନ୍ତୁ। ଆହୁରି ଗୋଟେ ମଧ୍ୟ ଜିନିଷ ଆମେ ଦେଖିଲୁ, ଆପଣ ଝୁଣା ଧରିକି ନାଚୁଥିଲେ, କ'ଣ ସେ ପରମ୍ପରା? ଆକ୍ଚୁଆଲି ଭେରି ଫେମସ୍ ପରମ୍ପରା ଅଛି ବଙ୍ଗାଳୀ ଟ୍ରାଡିସନର ଧୁନୁଚି ନାଚ, ଯୋଉଟା କି ମାଙ୍କ ଆଗମନୀରେ ଆମେ ଡାନ୍ସ କରୁ। ଯେମିତି ଆମ ଓଡ଼ିଆ ପରମ୍ପରାରେ ଅଛି ନା ଝୁଣା ଆମେ ଲଗାଉ, ତ ମାଙ୍କ ଧୁନୁଚି ବହୁତ ପସନ୍ଦ। ତ ସେଥିଲାଗି ପ୍ରତିଦିନ ମାଙ୍କ ପୂଜା ଆରମ୍ଭ ହେଲା ମାତ୍ରେ ଆମେ ଧୁନୁଚି ମୁଁ କନଫ୍ୟୁଜ ରହିଯାଉଛି, ଆକ୍ଚୁଆଲି ଆପଣ ଓଡ଼ିଆ ନା ବେଙ୍ଗଲୀ? ମୁଁ ଓଡ଼ିଆ, କିନ୍ତୁ ମୁଁ କୌଣସି ବଙ୍ଗାଳୀଠୁ ଏଠି କମ୍ ନୁହଁ। ଆହୁରି ଟିକେ ଅଧିକ ଆପଣଙ୍କୁ ତ ଏଜ୍ ହେଲାଣି, ଆପଣଙ୍କୁ ଜାଣିଥିବେ ବେଙ୍ଗଲୀରେ ଠାକୁରଙ୍କ ପାଇଁ ମାଙ୍କ ପାଇଁ 2 ପଦ ଗୀତଟି। জাগো জাগি জাগো জাগো দুর্গা জাগো দশ প্রহরণ ধারিণী অভয়া শক্তি বল প্রদায়িনী তুমি জাগো
জাগো তুমি জাগো। ଶେଷରେ ପଚାରିବି ପାଖାପାଖି କେତେ ମହିଳା ଏଠିକି ଆସନ୍ତି ପୂଜା କରିବା ପାଇଁ? ଏଠି ବହୁତ ମାନେ ଆମେ ଆଜ୍ଞା ଦେଖୁଛନ୍ତି ଆଜି ଏମିତି, କିନ୍ତୁ ଏଇ 3 ଦିନ ଧରି ସମସ୍ତେ ପ୍ରାୟ ଆମର ଖାଇବା ପିଇବା ଦ୍ୱିପହରେ ଖାଇବା হয়, ତା ନା ହେଲେ ଅଷ୍ଟମୀ ଦିନ ଆମର ଖାଇବାଟା ହୁଏ, আর ନହେଲେ ଆମର ପ୍ୟାକେଟ୍ ସିଷ୍ଟମ୍ ଅଛି, ଘରେ ସମସ୍ତେ ନେଇଯାଇକି ପାର୍ସଲ ଅଛି ନେଇଯିବେ। ଆରାଉଣ୍ଡ ଆମର ସବୁ ବର୍ଷ ଏଇଠି ମିଳେଇକି 1000-1500 ଲୋକ ତ ସବୁଦିନ। ନିହାତି ଭାବରେ ଆପଣ ଯାହା ଶୁଣୁଥିଲେ କଟକ ଆଲମଚାନ୍ଦ ବଜାରର ଦୁର୍ଗାବାଡ଼ି ଯେଉଁ ରହିଛି, ଦୁର୍ଗାବାଡ଼ିରେ ସିନ୍ଦୁର ଖେଳର ପ୍ରଥା ଯେମିତି ଆମେ ଶୁଣୁଥିଲୁ, ଏଇ ମହିଳାମାନେ ଆମକୁ କହୁଥିଲେ ଯେ ଯେତେବେଳେ ସୁଭାଷ ଚନ୍ଦ୍ର ବୋଷ ଏ ସିନ୍ଦୁର ଖେଳ ତାଙ୍କ ବାପା ଜାନକୀନାଥ ବୋଷ ଏଠାରେ ପ୍ରଥମେ ପୂଜା ଆରମ୍ଭ କରିଥିଲେ, ପୂଜା ଆରମ୍ଭ କରିବା ପରେ ଏଠାରେ ସିନ୍ଦୁର ଖେଳର ଆରମ୍ଭ ହୋଇଥିଲା। ଏଠି ପାଖାପାଖି ଏହି ମହିଳାମାନଙ୍କର ଯେତିକି ଅବଗତ ଅଛି ଦୀର୍ଘ 85 ବର୍ଷ ହେବ ଏଠି ମହିଳାମାନେ ସିନ୍ଦୁର ଖେଳ ଖେଳୁଛନ୍ତି ଏବଂ ମାଆଙ୍କୁ ସେମାନେ ଆଜି ବିଦାୟ ଦେଉଛନ୍ତି। ମନରେ ମଧ୍ୟ କଷ୍ଟ ରହିଛି, এই কষ্ট ভিতরে ବି ସେ ଖୁସି ଆନନ୍ଦ ଉଲ୍ଲାସର ସହ ମାଆଙ୍କୁ ଆଜି ଖୁସି ଖୁସିରେ ବିଦାୟ ଦେଉଛନ୍ତି, ତା ମଧ୍ୟରେ ଦୁଃଖ ବି ରହିଛି। କଟକରୁ ସିଦ୍ଧେଶ୍ୱର ରାଉଳ, ପ୍ରତିଦିନ ଟିଭି। ବେକ, ପିଠି, ଅଣ୍ଟା, ଆଣ୍ଠୁ ଆଦି ସମସ୍ତ ଦରଜର ଏକମାତ୍ର ତୈଳ ଶ୍ରୀ ସଞ୍ଜୀବନୀ ପେନ୍ ରିଲିଫ୍ ଅଏଲ୍। ଶ୍ରୀ ସଞ୍ଜୀବନୀ ଲଗେଇଲେ ଜମା ବିନ୍ଧିବନି। श्री संजीवनी पेन रिलीफ ऑयल हर दर्द को समझे, रखे सबका ख्याल।